ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ, ରାଜନୀତିରେ କିଛି ଗଡ଼ ଏମିତି ଥାଏ ଲାଗେ ସତେ ଯେମିତି ସେଗୁଡ଼ିକ କେବେ ଭାଙ୍ଗିବନି, କିନ୍ତୁ ସତକଥା ହେଲା କୌଣସି ବି ଦୁର୍ଗ ସବୁଦିନ ପାଇଁ ନୁହେଁ। ଆଜି ଆମେ ସେମିତି ଏକ କାହାଣୀ ଦେଖିବା, ଓଡ଼ିଶାର ବରୀ ନିର୍ବାଚନ ମଣ୍ଡଳୀର। ଏଠି ଦୀର୍ଘଦିନର ଶାସନ ପରେ ରାଜନୀତିର ପୁରା ଚିତ୍ର ବଦଳି ଯାଇଛି। ତେବେ ଏହା କେବଳ ଗୋଟେ ଫଳାଫଳ ନୁହେଁ, ଏହା ପଛରେ ଗୋଟେ ବଡ଼ କାହାଣୀ ଅଛି। ଆସନ୍ତୁ ସେହି କାହାଣୀର ଗଭୀରକୁ ଯିବା। ବହୁତ ଲମ୍ବା ସମୟ ଧରି ଆମେ କଥା ହେଉଛେ 7ଟି କାର୍ଯ୍ୟକାଳ ବରୀ ବିଜୁ ଜନତା ଦଳ ପାଇଁ ଗୋଟିଏ ଅଭେଦ୍ୟ ଦୁର୍ଗ ଥିଲା। ଭାବନ୍ତୁ ତ, ଗୋଟିଏ ପିଢ଼ିରୁ ବି ଅଧିକ ସମୟ ଏଠାକାର ମାଟି ଗୋଟିଏ ଦଳର ପତାକା ତଳେ ଥିଲା। ଆଉ ଏଇ ଯେଉଁ ସ୍ଥିରତା ଥିଲା, ସେଇଥିପାଇଁ ତ 2024ର ପରିବର୍ତ୍ତନ ଏତେ ବଡ଼ ଆଉ ଏତେ ନାଟକୀୟ ଲାଗୁଛି। ତେବେ ମୂଳ ପ୍ରଶ୍ନ ହେଉଛି, ଏତେ ମଜବୁତ ଗଡ଼ଟେ ଭାଙ୍ଗିଲା କିମିତି? 51,465। ହଁ, 51,465। ଏଟା ଖାଲି ଗୋଟେ ସଂଖ୍ୟା ନୁହେଁ, ଏହା ହେଉଛି 2024ର ଆନୁମାନିକ ପରାଜୟର ବ୍ୟବଧାନ। ଆଉ କହିବାକୁ ଗଲେ ଗୋଟେ ବହୁତ ବଡ଼ ରାଜନୈତିକ ଭୂକମ୍ପର ମାପ। ତେବେ ଏତେ ବଡ଼ ପରିବର୍ତ୍ତନ ହେଲା କାହିଁକି? ଆମର ଏହି ବିଶ୍ଳେଷଣରେ ଆମେ ଏହି କାହିଁକିର ଉତ୍ତର ଖୋଜିବା। ଆସନ୍ତୁ ଦେଖିବା ଆମର ବିଶ୍ଳେଷଣର ରାସ୍ତା କ'ଣ। ପ୍ରଥମେ ଆମେ ଦେଖିବା ଏହି ଦୁର୍ଗ କେମିତି ପ୍ରଶ୍ନ ଘେରକୁ ଆସିଲା। ତାପରେ ସଂଖ୍ୟା ଭିତରେ ଥିବା କାହାଣୀକୁ ବୁଝିବା। ଏହାପରେ ପରାଜୟର ମୂଳ କାରଣ କ'ଣ ଥିଲା, ଆଉ ତାପରେ ଆଗକୁ ବଢ଼ିବା ପାଇଁ 4ଟି ରାସ୍ତା କ'ଣ ହୋଇପାରେ। ଶେଷରେ ଏକ 90 ଦିନିଆ ଶାସନ ବ୍ଲୁପ୍ରିଣ୍ଟ ଉପରେ ନଜର ପକାଇବା। ଦେଖନ୍ତୁ, 2024ରେ ଯାହା ହେଲା ତାହା କିଛି ଗୋଟିଏ ରାତିରେ ହେଇନି। ଏହା କୌଣସି ହଠାତ୍ ଘଟିଥିବା ଘଟଣା ନୁହେଁ, ବରଂ ଏହା ପାଖାପାଖି 10 ବର୍ଷ ଧରି ଚାଲିଥିବା ଏକ ଧୀର କ୍ଷୟର ଫଳାଫଳ। କୁହନ୍ତି ନା, ସଂଖ୍ୟା କେବେ ମିଛ କହନ୍ତିନି, ସେମାନେ ଗୋଟେ କାହାଣୀ କୁହନ୍ତି। ଆସନ୍ତୁ ସେ କାହାଣୀକୁ ଟିକେ ପଢ଼ିବା। ଆପଣ ଯଦି ଦେଖିବେ, 2000 ମସିହାରୁ ବିଜେଡି ଏଠି ଲଗାତାର ଜିତି ଆସୁଥିଲା। କିନ୍ତୁ ସଫଳତାର ଏହି ଚମକ ପଛରେ ଗୋଟେ ଅଲଗା କାହାଣୀ ଚାଲିଥିଲା, ଆଉ ସେଇଟା ହେଲା ବିଜୟର ବ୍ୟବଧାନ। ଦେଖନ୍ତୁ କେମିତି କମୁଛି। 2004ରେ 15,000ରୁ ଅଧିକ, 2009ରେ ଖସି ଆସିଲା 11,767କୁ, 2014ରେ ଆହୁରି କମି 7,773, ଆଉ 2019ରେ ମାତ୍ର 4,062। ଏଇଟା ହିଁ ଥିଲା ସବୁଠୁ ବଡ଼ ସଂକେତ ଯେ କିଛି ଗୋଟେ ବଡ଼ ପରିବର୍ତ୍ତନ ଆସୁଛି। ଆଉ ଯଦି ଆମେ ଭୋଟ ସେୟାର ଦେଖିବା, ଚିନ୍ତା ଆହୁରି ବଢ଼ିଯିବ। 2009ରେ 51%ରୁ ଅଧିକ ସମର୍ଥନ ଥିଲା, କିନ୍ତୁ 2014 ଆସିଲା ବେଳକୁ ସିଧା ଖସି ଆସିଲା 44%କୁ। ହଁ, 2019ରେ ଟିକେ ସୁଧାର ହେଲା, କିନ୍ତୁ ମୂଳ ଭୋଟ ବ୍ୟାଙ୍କରେ ଯେଉଁ ଫାଟ ସୃଷ୍ଟି ହୋଇଥିଲା ତାହା ସ୍ପଷ୍ଟ ଦେଖାଯାଉଥିଲା। ମାନେ ଦୁର୍ଗର କାନ୍ଥ ଭିତରୁ ଦୁର୍ବଳ ହେବାରେ ଲାଗିଥିଲା। ଏହି ଯେଉଁ ବିଜୟ ବ୍ୟବଧାନ କମି କମି ଯାଉଥିଲା, ଏହାଠୁ ବଡ଼ ଚେତାବନୀ ଆଉ କ'ଣ ହୋଇପାରେ? ଏଇଟା ସିଧା ସିଧା ଦେଖାଉଥିଲା ଯେ ସମର୍ଥନର ଯେଉଁ ମୂଳଦୁଆ ଥିଲା ତାହା ଧୀରେ ଧୀରେ ଦୁର୍ବଳ ହେଉଛି। ରାଜନୀତିର ଭାଷାରେ ଏହାକୁ ଆମେ ଏକ ବଡ଼ ଭୂକମ୍ପର ପୂର୍ବ ସୂଚନା ବୋଲି କହିପାରିବା। ଆଉ ତାପରେ ଆସିଲା 2019। ଏଠି ଖେଳର ନିୟମ ପୂରା ବଦଳିଗଲା। କଂଗ୍ରେସର ଭୋଟ ଯେତେବେଳେ ଭାଙ୍ଗିଗଲା, ମଇଦାନରେ ଖାଲି 2ଟି ମୁଖ୍ୟ ଖେଳାଳି ରହିଲେ, ବିଜେଡି ଆଉ ବିଜେପି। ଏହାର ଅର୍ଥ କ'ଣ ହେଲା? ଯେତେ ବି ସରକାର ବିରୋଧୀ ଭୋଟ ଥିଲା, ସବୁ ଗୋଟିଏ ଜାଗାରେ ଏକାଠି ହୋଇଗଲା। ଆଉ ଯେଉଁଠି ଜିତିବାର ମାର୍ଜିନ୍ ଆଗରୁ ଏତେ କମ୍ ଥିଲା, ସେଠି ଏହା ଏକ ବହୁତ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କଲା। ଠିକ୍ ଅଛି, ତେବେ ସଂଖ୍ୟା ତ ଆମକୁ କହିଦେଲା କ'ଣ ହେଲା, କିନ୍ତୁ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି କାହିଁକି ହେଲା? ଏହି ପରିବର୍ତ୍ତନ ପଛର କାରଣ କ'ଣ, ଆଉ କେଉଁ କଥାଗୁଡ଼ିକ ଏକାଠି ମିଶି ଏମିତି ଏକ ଫଳାଫଳ ଆଣିଲା? ଚାଲନ୍ତୁ ମାଟିର ସ୍ୱରକୁ ଶୁଣିବା ଆଉ ସେହି ବ୍ୟବସ୍ଥାଗତ କାରଣଗୁଡ଼ିକୁ ବୁଝିବାକୁ ଚେଷ୍ଟା କରିବା। ମନେ ରଖିବାକୁ ହେବ, ଏତେ ବଡ଼ ଫଳାଫଳ ପଛରେ କେବେ ବି ଜଣେ ଲୋକ କିମ୍ବା ଗୋଟିଏ ଘଟଣା ନଥାଏ। ଏହା ପୂରା ସିଷ୍ଟମର ଫଳ। ଯେମିତିକି ଦଳର ଶକ୍ତି ଥିଲା ତାର ପୁରୁଣା ତୃଣମୂଳ ନେଟୱାର୍କ, କିନ୍ତୁ ଦୁର୍ବଳତା ଥିଲା ସ୍ଥାନୀୟ ନେତୃତ୍ୱ ବୟସ୍କ ହୋଇଯିବା ଆଉ ଯୁବପିଢ଼ିଙ୍କ ସହ ସମ୍ପର୍କ କମିଯିବା। ଆଉ ରାଜନୀତିରେ ତ ସବୁବେଳେ ଏମିତି ହୁଏ, ଗୋଟେ ପକ୍ଷର ଦୁର୍ବଳତା ଆର ପକ୍ଷ ପାଇଁ ସୁଯୋଗ ବନିଯାଏ। ଆଉ ଥରେ କହୁଛି, ସମସ୍ୟା ବ୍ୟବସ୍ଥାରେ ଥିଲା, କୌଣସି ବ୍ୟକ୍ତିବିଶେଷଙ୍କଠାରେ ନୁହେଁ। ଯେତେବେଳେ ଛୋଟ ଛୋଟ ସମସ୍ୟା ବର୍ଷ ବର୍ଷ ଧରି ସମାଧାନ ନ ହୁଏ, ତାହା ଲୋକଙ୍କ ମନରେ ଏକ ପ୍ରକାର କ୍ଳାନ୍ତି ଆଣିଦିଏ। ଯେତେବେଳେ ଗାଁ ଲୋକଙ୍କ କଥା ଉପରକୁ ପହଞ୍ଚିପାରେନି, ସେତେବେଳେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଆଉ ପ୍ରାର୍ଥୀ ଯଦି ଲୋକଙ୍କ ମନର କଥା, ତାଙ୍କ ସମସ୍ୟା ନ ବୁଝନ୍ତି, ତେବେ ବିଶ୍ୱାସ ଆସିବ କେଉଁଠୁ? ଏ ଯେଉଁ ଚାର୍ଟ ଆମେ ଦେଖୁଛେ, ଏଗୁଡ଼ିକ ଖାଲି ଡାଟା ନୁହେଁ। ଏହା ପଛରେ ଲୋକଙ୍କର ପ୍ରକୃତ ଜୀବନ, ତାଙ୍କର ସଂଘର୍ଷ ଲୁଚି ରହିଛି। ଚାଷୀର ଫସଲକୁ ଉଚିତ ଦାମ ମିଳୁନି, ଯୁବକମାନଙ୍କୁ ସ୍ଥାନୀୟ ଅଞ୍ଚଳରେ ଚାକିରି ନାହିଁ, ଆଉ ସରକାରୀ ଯୋଜନାର ଲାଭ ପାଇବା ପାଇଁ ବିଳମ୍ବ ହେଉଛି। ଏଗୁଡ଼ିକ କେବଳ ନିର୍ବାଚନୀ ପ୍ରସଙ୍ଗ ନଥିଲା, ଏଗୁଡ଼ିକ ଥିଲା ଲୋକଙ୍କର ଦୈନନ୍ଦିନ ଜୀବନର ଲଢ଼େଇ। ଆଉ ଏହି ଲଢ଼େଇ ହିଁ ଶେଷରେ ପରିବର୍ତ୍ତନ ପାଇଁ ଏକ ଶକ୍ତ ଇଚ୍ଛା ଜନ୍ମ ଦେଲା। ଦେଖନ୍ତୁ,
ଗଣତନ୍ତ୍ରରେ ଗୋଟିଏ ନିର୍ବାଚନର ଫଳାଫଳକୁ ଆମେ କେବେ ବି ବିଫଳତା ବୋଲି କହିବାନି। ଏହା ହେଉଛି ଫିଡ୍ବ୍ୟାକ୍, ଏହା ହେଉଛି ମତାମତ। ଯେତେବେଳେ ଲୋକଙ୍କ ସ୍ୱରକୁ ଶୁଣାଯାଏ ସେତେବେଳେ ହିଁ ପୁରା ପ୍ରକ୍ରିୟାର ମର୍ଯ୍ୟାଦା ରକ୍ଷା ହୁଏ। ଏହା ହିଁ ଆମ ସମ୍ବିଧାନର ମୂଳ ଭାବନା। ଆଚ୍ଛା, ତେବେ ସମସ୍ୟା କ'ଣ ଥିଲା ତାହା ତ ଆମେ ବୁଝିଗଲେ। ଏବେ ପ୍ରଶ୍ନ ହେଉଛି ଆଗକୁ ରାସ୍ତା କ'ଣ? ଯଦି ପୁଣି ଥରେ ଲୋକଙ୍କ ବିଶ୍ୱାସ ଜିତିବାର ଅଛି ତେବେ ଏକ ବହୁତ ସ୍ପଷ୍ଟ ଆଉ ସୁଚିନ୍ତିତ ରଣନୀତି ଦରକାର। ଆସନ୍ତୁ ସେହି ରଣନୀତିର ଏକ ବ୍ଲୁପ୍ରିଣ୍ଟ ଉପରେ ନଜର ପକାଇବା। ଏହି ବ୍ଲୁପ୍ରିଣ୍ଟକୁ ଆମେ ଚତୁର୍ମୁଖ ସିଦ୍ଧାନ୍ତ ବା ଏକ ଚାରିସ୍ତମ୍ଭୀୟ ରଣନୀତି ବୋଲି କହିପାରିବା। ପ୍ରଥମଟି ହେଲା ନିର୍ବାଚନୀ କୌଶଳ, ଦ୍ୱିତୀୟଟି ହେଲା ଆପଣଙ୍କର ମୂଳ ବାର୍ତ୍ତା ବା କାହାଣୀ, ତୃତୀୟଟି ହେଲା ସମ୍ବଳ ମାନେ ଲୋକ ଏବଂ ଟେକ୍ନୋଲୋଜି, ଆଉ ଚତୁର୍ଥଟି ହେଲା ସଂଗଠନ। ମନେ ରଖନ୍ତୁ, ଏହି ଚାରୋଟି ସ୍ତମ୍ଭ ଭିତରୁ ଯଦି ଗୋଟିଏ ବି ଦୁର୍ବଳ ହୋଇଯାଏ ତେବେ ପୁରା ସଂରଚନା ଭୁଷୁଡ଼ି ପଡ଼ିବ। ପ୍ରଥମେ ଆସିବା ନିର୍ବାଚନୀ ବ୍ଲୁପ୍ରିଣ୍ଟକୁ। ରାଜନୀତିର ମୂଳଦୁଆ ହେଉଛି ଗ୍ରାଉଣ୍ଡ କନେକ୍ସନ। ତେଣୁ ପ୍ରତିଟି ବୁଥ୍ କମିଟିକୁ ମଜବୁତ କରିବାକୁ ପଡ଼ିବ, ବିଶେଷ କରି ମହିଳା ଆଉ ଯୁବକମାନଙ୍କୁ ସାମିଲ କରି। ପ୍ରାର୍ଥୀ ଏମିତି ହେବା ଦରକାର ଯେ ମାଟିର ଲୋକ, ଯାହାକୁ ଲୋକମାନେ ନିଜର ବୋଲି ଭାବିବେ। ଆଉ ସବୁଠୁ ଜରୁରୀ କଥା, 90 ଦିନର ଘରକୁ ଘର ଯାଇ ଲୋକଙ୍କ କଥା ଶୁଣିବାର ଅଭିଯାନକୁ ପୁଣି ଥରେ ଜୀବନ୍ତ କରିବାକୁ ପଡ଼ିବ। ଏବେ ଆସିବା କାହାଣୀ ବା ନେରେଟିଭ୍ ଉପରକୁ। ଖାଲି ଆମେ ଏହା କରିଛୁ ତାହା କରିଛୁ କହିଲେ ହେବନି। ଆଗକୁ କ'ଣ କରିବେ ତାର ଏକ ସ୍ପଷ୍ଟ ସ୍ୱପ୍ନ ଦେଖାଇବାକୁ ପଡ଼ିବ। ଯେଉଁ ଲୋକମାନେ ସରକାରୀ ଯୋଜନାରୁ ଲାଭ ପାଇଛନ୍ତି ସେମାନଙ୍କର ନିଜ କାହାଣୀକୁ ସାମ୍ନାକୁ ଆଣନ୍ତୁ। ଆପଣଙ୍କର ବାର୍ତ୍ତା ଏମିତି ହେବା ଦରକାର ଯେମିତି ତାହା ଲୋକଙ୍କର ଆଶା ଆଉ ସ୍ୱପ୍ନ ସହିତ ସିଧାସଳଖ ଯୋଡ଼ି ହୋଇଯିବ। ତୃତୀୟ ସ୍ତମ୍ଭ ହେଲା ସମ୍ବଳ। ଆଉ ଆଜିର ଦୁନିଆରେ ସମ୍ବଳ ମାନେ ଖାଲି ଟଙ୍କା ପଇସା ନୁହେଁ, ମାନବ ସମ୍ବଳ, ଟେକ୍ନୋଲୋଜି ଏସବୁ ବହୁତ ଜରୁରୀ। ଛୋଟ ଛୋଟ ବିଶ୍ୱସ୍ତ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବାକୁ ହେବ। ମିଛ ଖବର ସହ ଲଢ଼ିବା ପାଇଁ ଏକ ଫ୍ୟାକ୍ଟ ଚେକ୍ ଟିମ୍ ଦରକାର। କିନ୍ତୁ ମନେ ରଖନ୍ତୁ, ଏ ସବୁଠୁ ବଡ଼ ସମ୍ବଳ ହେଉଛି ଲୋକଙ୍କର ବିଶ୍ୱାସ, ଆଉ ତାକୁ ପୁଣି ଥରେ ଜିତିବାକୁ ପଡ଼ିବ। ଚତୁର୍ଥ ଏବଂ ଶେଷ ସ୍ତମ୍ଭ ହେଉଛି ସଂଗଠନ। ଗାଁ ଆଉ ୱାର୍ଡ କମିଟିଗୁଡ଼ିକୁ ପୁଣି ସକ୍ରିୟ କରାଯାଉ। ପ୍ରତି ବ୍ଲକରେ ଲୋକଙ୍କର ଅଭିଯୋଗ ଶୁଣିବା ପାଇଁ ଶିବିର କରାଯାଉ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସଂଗଠନର ପ୍ରାଥମିକ କାମ ହେଉଛି ଶୁଣିବା। କେବଳ ନିର୍ଦ୍ଦେଶ ଦେବା ନୁହେଁ, ବରଂ ଲୋକଙ୍କର ସମସ୍ୟା ବୁଝିବା ଆଉ ତାର ସମାଧାନ କରିବା। ଆଚ୍ଛା, ଏତେ ସବୁ ରଣନୀତି କାହିଁକି? କାରଣ କୌଣସି ବି ରାଜନୈତିକ ରଣନୀତିର ଶେଷ ଲକ୍ଷ୍ୟ ହେଉଛି ଭଲ ଶାସନ ଦେବା, ଲୋକଙ୍କ ସମସ୍ୟାର ସମାଧାନ କରିବା। ତେଣୁ ଏହି ଯୋଜନାକୁ କାମରେ ଲଗେଇବା ପାଇଁ ଏକ ସ୍ପଷ୍ଟ ସମୟ ଆଧାରିତ ବ୍ଲୁପ୍ରିଣ୍ଟ ମଧ୍ୟ ଦରକାର। ଏହାକୁ ଆମେ କହିବା D90 କାଉଣ୍ଟଡାଉନ୍। ଏକ ବଡ଼ ଲକ୍ଷ୍ୟକୁ ଛୋଟ ଛୋଟ ପଦକ୍ଷେପରେ ଭାଙ୍ଗିଦେଲେ କାମ ସହଜ ହୋଇଯାଏ। ତେବେ ପ୍ରଥମ 30 ଦିନ ଗାଁ ସ୍ତରରେ ଲୋକଙ୍କର ଅଭିଯୋଗର ଏକ ମ୍ୟାପ୍ ତିଆରି କରାଯାଉ। ତାପର 30 ଦିନ ଚାକିରି ଆଉ କୃଷି ଉପରେ ସ୍ପଷ୍ଟ ପ୍ରତିଶ୍ରୁତି ସହିତ ଇସ୍ତାହାର ଜାରି କରାଯାଉ। ଆଉ ଶେଷ 30 ଦିନ ପ୍ରାର୍ଥୀ ନିଜେ ପ୍ରତି ପଞ୍ଚାୟତକୁ ଯାଇ ଶୀର୍ଷସ୍ତରର ପ୍ରଚାର କରନ୍ତୁ। ଏହା ଏକ ଶୃଙ୍ଖଳିତ କାର୍ଯ୍ୟକ୍ରମ। ଏହି କଥାଟିକୁ ସବୁବେଳେ ମନେ ରଖିବା ଦରକାର। ରାଜନୈତିକ ରଣନୀତିର ମୂଲ୍ୟ ସେତିକି ଯେତିକି ତାହା ଭଲ ଶାସନ ଦେଇପାରେ। ନିର୍ବାଚନ ଜିତିବା ରାସ୍ତାର ଶେଷ ନୁହେଁ, ବରଂ ଏହା ଏକ ଆରମ୍ଭ। ପ୍ରକୃତ ଲକ୍ଷ୍ୟ ହେଉଛି ବିକାଶ, ରୋଜଗାର ଆଉ ଲୋକଙ୍କୁ ଦେଇଥିବା କଥାକୁ ପୂରଣ କରିବା। ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା, ଆଜି ଆମେ ତଥ୍ୟ ଆଉ ଟେକ୍ନୋଲୋଜି କଥା କହୁଛେ, କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ପ୍ରତ୍ୟେକ ତଥ୍ୟ ପଛରେ ଜଣେ ମଣିଷ ଅଛି। ଭାରତର ଡାଟା ସୁରକ୍ଷା ନିୟମ ଅନୁସାରେ ପ୍ରତ୍ୟେକ ନାଗରିକର ଗୋପନୀୟତା ଆଉ ସହମତି ସବୁଠୁ ଉପରେ। ଲୋକଙ୍କ ତଥ୍ୟକୁ ସମ୍ମାନର ସହ ବ୍ୟବହାର କରିବା ଲୋକକେନ୍ଦ୍ରିକ ଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେବେ ଶେଷରେ ଏହି ଗୋଟିଏ ପ୍ରଶ୍ନ ଉପରେ ଚିନ୍ତା କରିବା, ଏକ ରାଜନୈତିକ ପରାଜୟ କ'ଣ ସତରେ ରାସ୍ତାର ଶେଷ, ନା ଏହା ଲୋକଙ୍କ ତରଫରୁ ମିଳିଥିବା ଏକ ଆଦେଶ? ପୁଣି ଥରେ ଆରମ୍ଭ କରିବା ପାଇଁ, ଲୋକଙ୍କ କଥାକୁ ଆହୁରି ମନ ଦେଇ ଶୁଣିବା ପାଇଁ, ଆଉ ଏକ ଅଧିକ ମଜବୁତ ଭିତ୍ତିଭୂମି ଗଢ଼ିବା ପାଇଁ ଏହି ନିଷ୍ପତ୍ତି ନେତୃତ୍ୱକୁ ହିଁ ନେବାକୁ ପଡ଼ିବ। ଆମର ଏହି ବିଶ୍ଳେଷଣ କେବଳ ସେହି ରାସ୍ତା ଦେଖାଇବାର ଏକ ଛୋଟ ପ୍ରୟାସ। ଧନ୍ୟବାଦ।